ପଞ୍ଚମ ଅଧ୍ୟାୟ ପାପର ସ୍ୱରୂପ ଓ ତଦନୁରୂପ ଦଣ୍ଡ। ଶ୍ରୀ ଗରୁଡ଼ ଉବାଚ। ଏହା ଶୁଣିନ ଗରୁଡ଼ ଶିରେ କରତେ, କମଳା ବଲ୍ଲଭ ପାଦେ ଭକତି କରଇ। କଣ୍ଠ ଗଦ ଗଦେ ପୁଣି କହଇ ବଚନ, ଶୁଣି ମାର ମାର ମଣ ଦାସ ନିବେଦନ। ଶାସ୍ତ୍ରମାନଙ୍କରେ ପୁଣି ହୋଇଛି ଉକ୍ତ, ବୈତରଣୀ ନଦୀ ଗର୍ଭେ ହୁଅନ୍ତି ପତିତ। ମହାପଥରେ ଚଳନ୍ତି କେବଳ ପାପୀକୁ, ନର୍କକୁଣ୍ଡେ ନିକ୍ଷେପନ୍ତି ଅଥବା କାହାକୁ। କେଉଁ କେଉଁ ପାପ କେଉଁ କେଉଁ ନର୍କ ଭୋଗ, ଦୟା ବହି କୁହନ୍ତି ନକରି ମନେ ରାଗ। ମୁହିତ ତୁମ୍ଭର ଦାସ ଖଟେ ତବ ପାଦେ, ଶୁଣିଲେ ଶ୍ରୀମୁଖ ପାପ ନ ରହିବ ହାଦେ। ତୁମ୍ଭର ସେବକ ହୋଇ କାହାକୁ ପୁଛିବି, ଶୁଣିଲେ ପରିହାସର ପାତ୍ର ମୁଁ ହୋଇବି। ଜଳରେ ଆବର କୂଳେ ରହି କରି ଯେବେ, ତୃଷ୍ଣାରେ ମରଇ ଜୀବ ନିନ୍ଦା କି ନ ଦେବେ। ତ୍ରିକାଳଜ୍ଞ ତ୍ରିଲୋକ ସପ୍ରଭୁଟି ଯାହାର, ତାର ଭୃତ ଜ୍ଞାନ ପୁଛେ ପାଶରେ ଅନ୍ୟର। ଦୟା ବହି ଦାସ ଠାରେ ବୁଝାଇ କୁହନ୍ତୁ, ଅଜ୍ଞାନ ଅନ୍ଧାର ଜ୍ଞାନ ଆଲୋକ ଦହନ୍ତୁ। ଏହିପରି କହି ବହୁ ବିନତି କରିଲା, ପ୍ରଭୁ ପାଦ ପଦ୍ମ ଧ୍ୟାଇ ନୀରବେ ରହିଲା। ଭୃତ୍ୟର ଆରଣ ଜାଣି ଦେବ ନାରାୟଣ, ଜଳଦ ଗମ୍ଭୀର ବାକ୍ୟେ କହନ୍ତି ଯେ ପୁଣ। ଭଗବାନ ଉବାଚ। ଶୁଣ ଶୁଣ ଗରୁଡ଼ ହେ ପଚାରିଲ ଯାହା, ସଂକ୍ଷେପରେ ବୁଝାଇ ମୁଁ କହୁଅଛି ତାହା। ବିଷୟା ସୁଖ ଭୋଗରେ ହୋଇନ ଉନ୍ନତ, ଯେଉଁ ନର ନୀତି ପ୍ରତି ତହିଁ ଆସକ୍ତ। ଧର୍ମାଧର୍ମ ଶୁଭାଶୁଭ ନ କରେ ବିଚାର, ଗୁରୁ ଘୋର ବନ ମାନି ମାତେ ନିରନ୍ତର। କଷଣ ଉପରେ ସେହୁ କଷଣ ଲଭଇ, ଭୟ ପରେ ଭୟ ସେହି ଜନ ନୀତି ପାଇ। ନରକରୁ ମୁକ୍ତି ତାର ନ ହୁଅଇ କେବେ, ଯମପୁରେ ଦଣ୍ଡ ଭୋଗେ ସେହିଟି ପ୍ରସ୍ତାବେ। ଯମରାଜ ଭବନରେ ତିନି ଗୋଟି ଦ୍ୱାର, ଧାର୍ମିକମାନେ ଗମନ୍ତି କରନ୍ତି ସତ୍ୱରେ। ପୂର୍ବ ପଶ୍ଚିମ ଉତ୍ତର ଦ୍ୱାର ପଥ ଦେଇ, ଜ୍ଞାନୀ ସୁକୃତିଷୁ ଜନ ଗମନ କରଇ। ପାପୀମାନଙ୍କ ପାଇଁକି ଏକ ଗୋଟି ବାଟ, ଦକ୍ଷିଣ ଦୁଆର ପଥୁ ଅତ୍ୟନ୍ତ ସଙ୍କଟ। ସେହି ପଥ ଯିବା ବେଳେ ନାନା ଦୁଃଖ ମାନ, ବୈତରଣୀ ନଦୀ ଆଉ ତହିଁ ବିଦ୍ୟମାନ। ସେ ନଦୀରେ ପଡ଼େ ଯେଉଁ ପାତକୀ ପାମର, ତାହା କହୁଅଛି ଏବେ ମନ କର ସ୍ଥିର। ଯେ ଜଣ ବ୍ରାହ୍ମଣ ବଧ କରେ ଜାଣି ଶୁଣି, ମଦ୍ୟପାନ ଗୋହତ୍ୟା ଯେ କରିଥାଏ ପୁଣି। ବିଶ୍ୱାସ ଦେଖାଇ କରେ ବାଳକ ବିନାଶ, କୂଟ କପଟରେ କରେ ଯେହୁ ନର ନାଶ। ଗୋପନ ପ୍ରଣୟ କରି ଗର୍ଭନାଶ କରେ, ପାପକୁ ଭୟ ନ କରି ନୀତି ପାପ କରେ। ଗୁରୁ ଦ୍ୱିଜ ମନ ବଳେ କରେ ଯେ ହରଣ, ବାଳକର ଧନ ହରେ ଯେଉଁ ମୂଢ଼ ଜନ। ନାରୀ ଧନ ଚୋରି କରି ଯେଉଁ ଜନ ନିଏ, ଋଣ କରି ଯେଉଁ ଜନ ତାହାକୁ ନ ଦିଏ। ଦେବ ବୋଲି ଆଶା ଦେଇ କରଇ ନିରାଶ, ବିଶ୍ୱାସ ଲୋକକୁ କୁଟେ ଯେଉଁ ଦିଏ ବିଷ। ଏମାନଙ୍କ ଠାରୁ ବଳି ପାପୀ ନାହିଁ କେହି, କପଟେ ଖାଦ୍ୟରେ ବିଷ ଦିଅଇ ମିଶାଇ। ଜ୍ଞାନୀ ଜନଙ୍କୁ ନିନ୍ଦଇ ମିଛ ଦୋଷ ଦେଇ, କୁଜନ ସଙ୍ଗେ ସଙ୍ଗ ସେ ନିରତେ କରଇ। ନିଜକୁ ବଡ଼ ବୋଲିଣ ବହେ ଅହଙ୍କାର, କୂଟ କଥା କହୁଥାଏ ଯେହୁ ନିରନ୍ତର। ଯଜନେର ସେ ସାଧୁ ସଙ୍ଗ ପରିହାରେ, ଶୁଭ କର୍ମ ମାନ ଯେଉଁ କେବେ ହେନ କରେ। ବେଦ ପୁରାଣ ଶାସ୍ତ୍ରକୁ କରୁଥାଏ ନିନ୍ଦା, ଠକ ଶାସ୍ତ୍ର ବୋଲି କହେ ଅନ୍ୟ ଦିଏ ବାଧା। ଅନ୍ୟମାନଙ୍କୁ କରଇ ଯେହୁ ତିରସ୍କାର, ପର ଦୁଃଖ ଦେଖିଲେ ସନ୍ତୋଷ ଚିତ୍ତ ଯାର। ହିତ ଉପଦେଶ ମାନ ମଣଇ ଅହିତ, ମୋଠାରୁ ବଡ଼ କେ ନାହିଁ ଭାବେ ଯେ ସତତ। ନ ମାନି କାହାକୁ ପାପ କର୍ମ ଯେ କରଇ, ସେହି ଜନଟି ଦକ୍ଷିଣ ଦୁଆରେ ଗମଇ। ଯାତନା ମାନଙ୍କୁ ଦେଖି କରଇ ରୋଦନ,
ଯମଦୂତେ ବାନ୍ଧି କରି ହସ୍ତ ପାଦ ପୁଣ ମାଡ଼ ମାରି ବହୁତ ଯେ ସେ ନଦୀ ଗର୍ଭରେ ଧରି ପକାଇ ଦିଅନ୍ତି ତାକୁ ବଳାତ୍କାରେ। ପିତା ମାତା ଗୁରୁ ଦ୍ରୋହ ଯେବା କରିଥାଏ ତାହାକୁ ସେ ନଦୀ ଗର୍ଭେ ପକାନ୍ତିଟି ନେଇ। ସୁଶୀଳା ସ୍ୱାମୀ ଭକତା ପତ୍ନୀକୁ ଯେ ଛାଡ଼ି କୁରୂପା କୁତ୍ସିତ ନାରୀ ରସେ ଧର୍ମ ଛାଡ଼ି। ସେ ପାପୀଙ୍କୁ ଯମଦୂତେ ନେଇ ସେ ନଦୀରେ ହାତ ଗୋଡ଼ ବାନ୍ଧି ନ ପକାନ୍ତି ନିରନ୍ତରେ। ସୁଜନ ଜନକୁ ନିନ୍ଦା କରେ ଯେଉଁ ପ୍ରାଣୀ ଅବଜ୍ଞା କରଇ ମୂଢ଼ ଭାବେ ପୁଣି ପୁଣି। ସେ ପାପୀଙ୍କୁ ଦେଖିଲେ ଯେ ଯମଦୂତମାନେ ରସେ ବାନ୍ଧି ଫିଙ୍ଗି ଦିଅନ୍ତି ନଦୀକୁ ବହନେ। ପ୍ରତିଜ୍ଞା କରଇ ଯେଉଁ ଦେବ ଦ୍ୱିଜଠାରେ ଦେବା ପାଇଁ କହିଣ ଯେ ନଦୀ ଏ ହେଳାରେ। ଯେଜନ ପଡ଼ଇ ବୈତରଣୀ ନଦୀ ମଧ୍ୟେ ନାନାଦି ଦୁଃଖ ଭୋଗଇ ସେ ପାପୀ ସଂସର୍ଦ୍ଧେ। ଦାନ ଦେଇ ଯେହୁ ପ୍ରାଣୀ କରଇ ହରଣ ଦତ୍ତାପହାରୀ ଅଟଇ ସେହି ପାପୀ ଜନ। ଦାନ ଦେଇ ଅନୁତାପ କରେ ପଛେ ଯେହୁ କାହିଁକି ଦେଲି ବୋଲିଣ ଦୁଃଖ କରେ ସେହୁ। ପର ବିତ୍ତ ହରଇ ଯେ କରି ବଳତ୍କାର ଦାନ ଦେଇଣ ନିରାଶ କରେ ଯେ ପାମର। ଯଜ୍ଞ କରିବା ପାଇଁ କି ଦ୍ରବ୍ୟ ଠୁଳ କରି ଯଜ୍ଞ ନ କରି ଭୁଞ୍ଜଇ ସକଳିଆ ବୋରି। ଗୀତା ଭାଗବତ ଆଦି ପୁରାଣ ବ୍ୟାଖ୍ୟାନ ଯେଉଁଠାରେ ହେଉଥାଏ ନିତ୍ୟ ପ୍ରତିଦିନ। ଯେଉଁମାନେ ଶୁଣିବାକୁ ସେଠାକୁ ଗମନ୍ତି ସେମାନଙ୍କୁ ନିନ୍ଦା କରି ଯେ ପାପୀ ଦୁର୍ମତି। ହରିନାମକୁ ନିନ୍ଦନ୍ତି ଯେଉଁ ମୂଢ଼ ପ୍ରାଣୀ ଯମଦୂତେ ନରକରେ ପକାନ୍ତି ତାକୁ ଆଣି। ବ୍ରାହ୍ମଣ ହୋଇଣ ବିକେ ଲବଣକୁ ସେହୁ ଗୋଚର ଭୂମିକୁ ଚାଷ କରେ ପୁଣି ଯେହୁ। ଦାସୀ କିମ୍ବା ରଜସ୍ୱଳା ଅଥବା ବେଶ୍ୟାର ସଙ୍ଗରେ ପୀରତି କରେ ଯେଉଁ ମୂଢ଼ ନର। ବ୍ରାହ୍ମଣ ହୋଇଣି ନୀତି ପଶୁକୁ ମାରଇ ସୁରାପାନ କରେ ଗର୍ଭେ ଚିତ୍ତ ନ ବିଚାରି। ଶାସ୍ତ୍ର ଅଧ୍ୟୟନ ଦିନେ ଯେ ଜନ ନ କରି ଶୂଦ୍ର ହୋଇ ଛେଦ ମନ୍ତ୍ର ଯେ ପାଠ କରଇ କପିଳାଧେନୁର କ୍ଷୀର ଆହାର କରଇ। ଦ୍ୱିଜ କନ୍ୟା ହରେ ଯେହୁ କାମ ମତ୍ତ ହୋଇ ପର ନାରୀ ସଙ୍ଗେ ପ୍ରୀତି ଯେ ଜନ କରଇ। ସ୍ୱକନ୍ୟା ସହିତ ପ୍ରୀତି କରେ ଯେ ପାମର ସତୀ ନାରୀ କି ଦୂଷଣ ଦିଏ ନିରନ୍ତର। ନୀତି ପ୍ରତି କରଇ ଯେ କୁକର୍ମ ମାନଙ୍କୁ ଶୁଭ କର୍ମ ବରଜଇ ବହିଣ ଗର୍ଭକୁ। ସେହି ପାପୀମାନଙ୍କୁଟି ମରଣ କାଳରେ ଯମଦୂତେ ଘେନି ଯାନ୍ତି ଧରି ବଳାତ୍କାରେ। ଯମପୁର ମାର୍ଗେ ନେଇ ବୈତରଣୀରେ ବୁଡ଼ାନ୍ତି ତାହାକୁ ମାଡ଼ ମାରିଣ ସତ୍ୱରେ। ସେ ନଦୀରେ ବହୁ ସେ କୁମ୍ଭୀର ମଗର ପାପୀ ଶରୀରରେ ଆଘାତ କରନ୍ତି ଅପାର। ଜଳରେ କୁମ୍ଭୀରାଦିଙ୍କ ହେତୁ ଭୟ ହୁଏ ଉପରେ ଦୂରେ ପିଟନ୍ତି ତାହାକୁ ନିର୍ଦ୍ଦୟ। ଯେତେବେଳେ ପାପୀ ହୁଏ ଅତି ବିଚଳିତ ତାହାକୁ ଧରିଣ ନେଇ ଚଳନ୍ତି ଯେ ଦୂତ। ଦକ୍ଷିଣ ଦ୍ୱାର ଦେଇଣ ଭିତରେ ପଶନ୍ତି ଯମରାଜା ନିକଟରେ ପ୍ରବେଶ ହୁଅନ୍ତି। ଦେଖିଲା ମାତ୍ରକେ ଜାଣ ଧର୍ମରାଜା ସବୁ ଚିତ୍ରଗୁପ୍ତ ତେ ପୁଛଇ କହ କିନା ବାବୁ। ଶୀଘ୍ର ଏହାକୁ ବିଦାୟ ଏଠାବରୁ କର ମୁଖ ଚାହିଁବା ଉଚିତ ନୁହଁ ଏହାର। ଚିତ୍ରଗୁପ୍ତ କହୁଛି ପାଞ୍ଜିପୋତି ଦେଖି ବୈତରଣୀ ନଦୀ ମଧ୍ୟେ ପଡ଼ି ହେବ ଦୁଃଖୀ। ବହୁତ କରିଛି ପାପ ଏହି ନିରାଧମ ଶୀଘ୍ର ଏଠାରୁ ନେଇଣ ଚଳ ଦୂତଗଣ। ତାହା ଶୁଣି ଦୂତମାନେ ପୁଣି ଯାନ୍ତି ନେଇ ବୈତରଣୀ ନଦୀରେ ଯେ ଦିଅନ୍ତି ବୁଡ଼ାଇ। ଘନ ଘନ ପ୍ରବାହ କରନ୍ତି ହସ୍ତ ଧରି ଜଳ ଯିବ ନଖେ ଦିଅନ୍ତି ତା ଦେହ ବିଦାରି। ଚିତ୍କାର କରେଇ ଯେହୁ ପାତକୀ ବହୁତ କିଏ ବା ଶୁଣିବ ତାହା ସେ ସ୍ଥାନେ କୁହତ। ସଂବତ୍ସର ଭୋଗ କରଇ ସେଠାରେ କ୍ଷୁଧା ତୃଷ୍ଣାରେ ଆକୁଳ ହୁଏ ନିରନ୍ତରେ। 84 କୋଟି ନରକ ଯେ ପୁରେ ଅଛଇ ବୈତରଣୀ ସବୁଠାରେ ବଡ଼ ଯେ ଅଟଇ। ସବୁ ନରକ ଅଟଇ କଷ୍ଟଦାୟ ପୁଣି ନାନା ଦଣ୍ଡ ସେମାନଙ୍କ ଭୋଗ କରେ ପ୍ରାଣୀ। କେତେକ ନରକ ବୈତରଣୀରେ ମିଳିଛି ତେଣୁ ବୈତରଣୀ ସର୍ବଶ୍ରେଷ୍ଠ ବୋଲାଇଛି। ଅତ୍ୟନ୍ତ ପାତକ ଯେଉଁମାନେ କରିଥାନ୍ତି ବୈତରଣୀ ନଦୀ ଗର୍ଭେ ତାହାକୁ ପକାନ୍ତି। ସର୍ବନରକର ଯାତନା ସେଠାରେ ପୂରିଛି ପାପୀ ତାହା ଭୋଗ କରେ ରହି କାଳ କିଛି। ମିଥ୍ୟା ସାକ୍ଷୀ ଯେଉଁ ଜନ ଦିଅଇ ସଭାରେ ଅଟେ ଧାର୍ମିକ ବୋଲି କୁହେ ଯେ ସଂସାରେ। ପର ବିତ୍ତ ଚୋରି କରି
ପରବିତ ଚୋରି କରି ପୋଷଇ ଉଦର, ଜୀବ ହତ୍ୟା କରେ ନୀତି ଯେହୁ ପାପଚାର। ଉପକାରୀ ବୃକ୍ଷମାନ ଛେଦନ କରଇ, କୁସୁମ ବୃକ୍ଷମାନଙ୍କୁ ବିନାଶ କରଇ। ବିଧବା ନାରୀକୁ ପ୍ରୀତି କରଇ ଯେ ଜନ, ତୀର୍ଥବ୍ରତ ନ କରଇ ଯେହୁ ମୂଢ଼ ଜନ। ଯେଉଁ ନାରୀ ସ୍ୱାମୀଙ୍କୁ କହଇ କଟୁ ବାଣୀ, ପରପୁରୁଷ ସହିତ ଆନନ୍ଦରେ ରମି। ସେମାନଙ୍କୁ ଯମଦୂତେ ଧରି ନେଇ ଯାନ୍ତି, ଗୌରବ ନରକେ ମଧ୍ୟ ତାହାଙ୍କୁ ପକାନ୍ତି। ସେ ନର୍କକୁଣ୍ଡରେ ପୂଜ ବିଷ୍ଠା ଆଦି ଥାଏ, ନାନା କୀଟ ପରିପୂର୍ଣ୍ଣ ତହିଁ ହୋଇଥାଏ। କୀଟଙ୍କ ଦଂଶନ ପୁଣି ଦୂତଙ୍କ ପ୍ରହାର, ହେତୁ ପାପୀର ଶରୀର ହୁଏ ଜର। କ୍ଷୁଧାରେ ଆକୁଳ ପେଟ କଣ୍ଠ ଯେ ତୃଷ୍ଣାରେ, ଶୁଖିଯାଏ ଅନ୍ନ ଜଳ ନ ମିଳଇ ତାରେ। ବହୁ ବର୍ଷ ଭୋଗ ଅନ୍ତେ ନୀଚ ଯୋନି ପାଏ, ପୁଣି ଉଠି ପଡ଼େ ଜନ୍ମ ଜରା ମୋହେ। କୁଳ ଧର୍ମ ତ୍ୟଜି ଯେହୁ କରେ ମନ୍ଦ କର୍ମ, ନିରନ୍ତରେ କରୁଥାଏ ଯେ ଅଧର୍ମମାନ। ଚାରାମାନଙ୍କୁ ଯେ ନିରତେ ପୀଡ଼ଇ, ଗ୍ରାସ ଆଚ୍ଛାଦନ ସେହିମାନଙ୍କୁ ନ ଦେଇ। ଦେବତା ଅତିଥି ସେବା ନ କରିଣ ମନେ, ମୁହିଁ ବଡ଼ ବୋଲି କହି ହୁଏ ଯେ ଆପଣେ। ସାଧାରଣ ଲୋକକୁ ଯେ ଠକଇ ନିରତେ, ପରଧନ ହରିବାକୁ ଭାବୁଥାଏ ଚିତ୍ତେ। ଏମାନଙ୍କ ପାଇଁ ବହୁ କଷଣ ଅଛଇ, ଯମ ମାର୍ଗରେ ଭୋଗନ୍ତି ମୃତବଶ ହୋଇ। କୁମ୍ଭୀପାକେ ନରକରେ ପଡ଼ଇ ଯେ ଜନ, କୁମ୍ଭୀପାକ ନରକରେ ପଡ଼ଇ ସେ ଜନ। ବଳେ ମାଗିଲେ ନ ମିଳଇ ତହିଁ ଅନ୍ନ, ପ୍ରହାର କରନ୍ତି ଦୈତ କରେ ଧରି ଶୂଳି। ପ୍ରହାର ତାଡ଼େନା ସେହୁ ହୁଅଇ ଆକୁଳ, ନର୍କ ମଧ୍ୟରେ ବିଷାକ୍ତ କୃମି ରହିଥାନ୍ତି। ପାପୀର ଶରୀରେ ସେହୁ ଦଂଶନ କରନ୍ତି, ଆକୁଳିତ ହୁଏ ସେହି ନରକ କଷଣ। ପୂର୍ବ କର୍ମମାନ ତାର ହୁଅଇ ସ୍ମରଣ, ନିଜେ ନିନ୍ଦା କରେ ନିଜର କର୍ମକୁ। କାହିଁକି ପୀଡ଼ିଲି ମୁହିଁ ନିର୍ବଳ ପ୍ରାଣୀକୁ, ସେହି ପାପୁଲ ଭିକ୍ଳଇ ଏ ଦାରୁଣ ଦୁଃଖ। ଏରୂପେ ହୋଇଲି ମୁହିଁ ତେଣୁ ତ ନିରଖ, ଏହିଥର ଯଦି ମର୍ତ୍ତେ ଜନମ ଲଭିବି। ଏହିପରି ପାପ କର୍ମ କେବେ ନ କରିବି, ଏହିପରି ଭୋଗ କରେ ସେହି ପାପୀ ଜନ। ନିରତରେ ଦୁଃଖ ପଡ଼ି ବ୍ୟାକୁଳିତ ମନ, କୂପ ଜଳାଶୟ ବାମ୍ପି ସେ ଜନ ଭାଙ୍ଗଇ। ପ୍ରଜାମାନଙ୍କର ଗୃହ ଭାଙ୍ଗିଣ ଦିଅଇ, ଗୁରୁ ଭୃତ୍ୟ ବାଳକ ବା ବୃଦ୍ଧା ନିଜ ନାରୀ। କ୍ରୋଧ ବହି ଏମାନଙ୍କୁ ଯେ ଜନ ପ୍ରହାରେ, ଭଲ ଦ୍ରବ୍ୟ ହେଲେ ଯେହୁ ଏକାକୀ ଭୁଞ୍ଜଇ। ଅନ୍ୟକୁ ନ ଦିଏ ପୁଣି ଭର୍ତ୍ସନା କରଇ, ଦେବତାଙ୍କୁ ନ ପୂଜଇ ଯଜ୍ଞକୁ ନ କରେ। ଅଗ୍ନି ଦେବତାଙ୍କୁ ସନ୍ତୋଷ ଯେହୁ ନ କରେ, ନୈବେଦ୍ୟ ନ କରି ଯେହୁ କରଇ ଯେ ଗ୍ରାସ। ସେହି ପାପୀ ମହାପଥେ ଗମିବ ଅବ୍ୟସ, ଦାସୀ ସଙ୍ଗେ କାମ ରଙ୍ଗେ ମାତେ ଯେହୁ ଜନ। ଶୂଦ୍ର ରମଣୀ ସହିତ କରଇ ରମଣ, ଦେବତା କାର୍ଯ୍ୟରେ ହେଳା କରେ ଯେ ବ୍ରାହ୍ମଣ। ନର୍କ ଭୋଗ କରଇଟି ସେହି ଦ୍ୱିଜ ଜାଣ, ତପ୍ତ ତୈଳ କୁଣ୍ଡରେ ତାହାକୁ ପକାନ୍ତି। ଜଳନ୍ତା ଅନଳ ପ୍ରାୟ ଦିଶଇ ତା କାନ୍ତି, ଯେହୁ ନିଜ ପତ୍ନୀ ପ୍ରତି ଦୂରେ ପରିହର। ପର ସ୍ତ୍ରୀ ରମଣ କରେ କିଛି ନ ବିଚାର, ନିଜ ନାରୀ ପ୍ରତି ଦ୍ୱେଷ ଭାବ ମନେ ବହି। ନିର୍ଦ୍ଦୟ ଭାବରେ ସେହୁ ପ୍ରହାର କରଇ, ସେହି ଜନ 7 ବର୍ଷ ନରକ ଯନ୍ତ୍ରଣା। ଭୋଗ କରେ ସେହି ତହିଁ ନାନାଦି ଯାତନା, ଚତୁର୍ଦ୍ଦଶୀ ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି। ନ ମାନେ କାମିନୀ ସଙ୍ଗେ କାମ ରଙ୍ଗେ ମାତି,
ଶ୍ରାଦ୍ଧ ଦେଇ ଦିବସରେ କାମିନୀ ସୁରତି ଜନ କରଇ ଜାଣି ଅତି ମନ୍ଦ ଗତି ମଳମୂତ୍ର ନଳରେ ଯେ ଜନ ତ୍ୟଜନ୍ତି ମହାଗୌରବେ ନରକେ ସେମାନେ ପଡ଼ନ୍ତି। ଅର୍ଥଲୋଭ ଯେଉଁ ନାରୀ ନିଜ ଯୋନି ବିକେ କୁଳଧର୍ମ ବେଶ ତ୍ୟାଗ କରେ ଯେ ପ୍ରତ୍ୟକ୍ଷେ ସେହି ନାରୀ ପୁରୁଷ ଯେ ମହାନର୍କ ପଡ଼ି ଶତ ସମ୍ବତ୍ସର ଯାକ ହେଉଥାନ୍ତି ସଢ଼ି ବିନା ଯେହୁ ପ୍ରାଣୀ କି ଦଣ୍ଡଇ ଯେଜନ ଆଶାଧୀନ ଲୋକକୁ ଭଣ୍ଡଇ ବାସଗୃହରେ ସଂଯୋଗ କରଇ ଅନଳ କ୍ଷୁଧାତୁର ଠାରୁ ଘେନି ଯାଏ ଯେ ଆହାର ଯମପୁରେ ବହୁ ଦଣ୍ଡ ଭୋଗ ସେ କରଇ ତାମସ ନର୍କ ମଧ୍ୟରେ ସେ ପ୍ରବେଶଇ ଅଗ୍ନିତାପ ପାଇଁ ଯେବେ ଶୀତଳ ଖୋଜଇ ଛାୟା ବୃକ୍ଷ ତଳକୁ ତାହାକୁ ଯାନ୍ତି ନେଇ ଛାୟା ପାଇ ତା ମୂଳରେ କିଛି କ୍ଷଣ ବସେ ଖଡ୍ଗ ସମ ଛିନ୍ନ ପତ୍ର ତା ଉପରେ ବସେ ଛିଡ଼ିଯାଏ ଅଙ୍ଗା ତାର ବହଇ ରୁଧିର ଆକୁଳ ହୋଇଣ ସେହୁ କରଇ ଚିତ୍କାର ତାହା ଜାଣି ଦୂତେ ତାକୁ ଛଳାଇ କହନ୍ତି ଅଳ୍ପ କାଳେ ରୁହ ଦେହେ ହୋଇଯିବ ଶାନ୍ତି ବ୍ୟାକୁଳ ଚିତ୍ତରେ ଯେବେ ପାଣି ସେହି ମାଗେ ତପ୍ତ ତେଲ ଆଣିଣ ଦିଅନ୍ତି ଦୂତ ବେଗେ ଆହେ ଖଗପତି ଏହିପରି ପାପୀମାନ ଯୁଗାନ୍ତ ପ୍ରଳୟ ପାଏ ଭୋଗନ୍ତି କଷଣ ରେ ଯହୁଁ ବିଷ ବିନାଶ ହୁଅନ୍ତି ସେମାନେ ମୁକ୍ତ ହୋଇଣ ବୈକୁଣ୍ଠକୁ ଯାଆନ୍ତି। ବ୍ରହ୍ମାଙ୍କର ଏକ ଦିନ ଯେବେ ଭୋଗ ହୋଇ ମନୁଷ୍ୟମାନଙ୍କରଟି ପ୍ରଳୟ ହୁଅଇ ବ୍ରହ୍ମାଙ୍କର 7 ବର୍ଷ ହୁଅଇ ଯେ କାଳେ ମହାପ୍ରଳୟ ହୁଅଇ ସିନା ସେହି ବଳେ ଏତେ କାଳ ପର୍ଯ୍ୟନ୍ତେ ପାପୀମାନେ ନର୍କେ ପଡ଼ି ସଢୁଥିବେ ସିନା ଅତିରେକ ଦୁଃଖେ ସେ କଥା ବୁଝାଇ ମୋତେ କହ ଦଇତାରି ତୁମ୍ଭର କିଙ୍କର କରି ଚରଣେ ଗୁହାରି ଶ୍ରୀ ଭଗବାନୁବାଚ ବ୍ରହ୍ମାଙ୍କ ଦିବସ ଶେଷେ ରଜନୀ ହୋଇଲେ ଶୟନ କରନ୍ତି ବିଧି ନିଦ୍ରା ଦେବୀ ବଳେ ସମୟରେ ହୁଅଇ ଖଣ୍ଡ ଯେ ପ୍ରଳୟ ସକାଳରୁ ଉଠି ବ୍ରହ୍ମା ସୃଷ୍ଟି କରେ ଥୟ ଏହିପରି ନୀତି ପ୍ରତି କରଇ ସେ ସୃଷ୍ଟି ଶତବର୍ଷେ ସେ ପ୍ରଳୟ ହୁଏ ପରମେଷ୍ଟି ସେତେବେଳେ ସମସ୍ତଙ୍କୁ ସମ୍ଭାଳୁ ଯେ ଆମ୍ଭେ ପ୍ରଳୟ ଶେଷରେ ବ୍ରହ୍ମା ସର୍ଜେ ପୁଣି ଦମ୍ଭେ ସେତେବେଳେ ସୃଷ୍ଟି ପୁଣି ହୁଅଇ ନୂତନ ନୂଆ ଯମ ସେ କାଳରେ ହୁଅଇ ସୃଜନ ତା ଦେଶେ ଜନମନ୍ତି ସକଳ ପ୍ରାଣୀ ପୂର୍ବ ସଂସ୍କାର ବଶରେ ଉଚ୍ଚ ନୀଚ ହୁଏ ଯାହାର ପୂର୍ବ ବାସନା ଯେଉଁପରି ଥାଏ ସେହିପରି ଜନ୍ମ ପୃଥ୍ୱୀ ମଧ୍ୟରେ ସେ ହୁଏ 80 ଲକ୍ଷ ଯୋନି ଭ୍ରମଇ ସେ ଜୀବ ଶେଷେ ମ୍ଲେଚ୍ଛ ଯୋନି ଲଭେ ନବ ହିମ ଭାବ କୁଷ୍ଠ ଆଦି ରୋଗ ମାନ ଲଭଇ ଦେହରେ ଯକ୍ଷ୍ମା ଶ୍ୱାସ ପାଶ ବାତ ପିତ୍ତାଦି ରୋଗରେ ବହୁ କଷ୍ଟ ପାଏ ପୂର୍ବ ପାପ ହେତୁ ସେହି ଅନ୍ଧ ଛୋଟ ଲେଙ୍ଗେଡ଼ା ବା ବଧିର ହୁଅଇ ନାନା ବିକଳାଙ୍ଗ ହୋଇ ଲଭଇ ଜନମ ସେ ପାପରୁ ମୁକ୍ତି ହୁଏ ଶୁଣିଲେ ପୁରାଣ ଭାଦ୍ରବ ମାସ ଶେଷରେ ଆଶ୍ୱିନ ମାସରେ ପୁରାଣ ଶ୍ରବଣ କରେ ଯେ ଜନ ବିଧିରେ ଜଳ ତିଳେ ତରପଣ ପିତୃଙ୍କୁ କରଇ ଗୟାଦି ତୀର୍ଥ ଗମନ ଯେ ଜନ କରଇ ପିତୃ ଦେବଗଣ କରଇ ସନ୍ତୋଷ ସେହି ଜନର କଳ୍ମଷ ହୁଅଇ ବିନାଶ ଉତ୍ତମ କୁଳରେ ଜନ୍ମ ହୁଅଇ ତାହାର ପୁତ୍ର କନ୍ୟା ପତ୍ନୀ ଧନ ମିଳଇ ଅପାର ସୁଖେ ବିଳସଇ ଦେବତା ସଦୃଶ ଅନ୍ତେ ସେହି ଜନ ହେଲେ କରେ ସ୍ୱର୍ଗବାସ ଗରୁଡ଼ ପୁରାଣ ବାଣୀ ଅପୂର୍ବ ଆଖ୍ୟାନ ଶୁଣିଲେ ତ ବୈନତେୟ ଥୟ କରି ମନ ଆଉ ଯାହା ଇଚ୍ଛା ତାହା ପଚାର କହିବ ତୁମ୍ଭର ମନରୁ ସର୍ବ ସଞ୍ଚୟ ଦହିବ
ତାଙ୍କ ପାଦପଦ୍ମ ଧ୍ୟାଇ ଆର୍ତ୍ତଦାନ ଦାସ। ଗୀତବନ୍ଧରେ ପ୍ରକାଶେ ଏ ପୁରାଣ ରସ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ନାମ ପଞ୍ଚମୋଧ୍ୟାୟ। ଆନନ୍ଦେ